ଯାତ୍ରା ପୁସ୍ତକ 27 ପର୍ବ। ଆଉ ତୁମ୍ଭେ ସିକ୍ଟମ କାଷ୍ଠରେ 5 ହସ୍ତ ଦୀର୍ଘ ଓ 5 ହସ୍ତ ପ୍ରସ୍ତର ବେଦୀ ନିର୍ମାଣ କରିବ। ସେ ବେଦୀ ଚତୁଷ୍କୋଣ ହେବ। ତହିଁର ଉଚ୍ଚତା 3 ହସ୍ତ ହେବ। ପୁଣି ତହିଁର 4 କୋଣ ଉପରେ ଶୃଙ୍ଗ କରିବ। ଆଉ ସେ ଶୃଙ୍ଗ ବେଦୀର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ। ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ। ଓ ତହିଁର କରଚୁଲି ଓ କୁଣ୍ଡ ଓ ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ। ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। ପୁଣି ପିତ୍ତଳରେ ଏକ ଜାଲି ଝାଞ୍ଜିରି କରିବ ଓ ତହିଁ ଉପରେ 4 କୋଣରେ ପିତ୍ତଳର 4 କଡ଼ା ପ୍ରସ୍ତୁତ କରିବ। ଏହି ଝାଞ୍ଜିରି ବେଦୀ ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରି ବେଦୀର ମଧ୍ୟ ପର୍ଯ୍ୟନ୍ତ ପାଇବ। ଆଉ ବେଦୀ ନିମନ୍ତେ ସିକ୍ଟମ କାଷ୍ଠର ସାଙ୍ଗି କରିବ ଓ ତା ପିତ୍ତଳରେ ମଡ଼ାଇବ। ପୁଣି ବେଦୀ ବହିବା ବେଳେ ତହିଁର 2 ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗିକ ରହିବ। ତୁମେ ଫମ୍ପା ରଖି ପଟାରେ ତାହା କରିବ। ପର୍ବତରେ ତୁମ୍ଭକୁ ଯେ ରୂପେ ପ୍ରଦର୍ଶିତ ହେଲା ସେ ରୂପେ ଲୋକମାନେ କରିବେ। ଅନନ୍ତର ତୁମେ ଆବାସର ପ୍ରାଙ୍ଗଣ କରିବ। ସେ ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର ଓ କ୍ଷମ ସୂତ୍ର ନିର୍ମିତ ପରଦା କରିବ। ତହିଁର ଏକ ପାର୍ଶ୍ୱର ଦୀର୍ଘତା 100 ହସ୍ତ ହେବ। ତହିଁର 20 ସ୍ତମ୍ଭ ଓ 20 ଚୁଙ୍ଗି ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ତଦ୍ରୂପ ଉତ୍ତର ପାର୍ଶ୍ୱରେ 100 ଦୀର୍ଘ ପରଦା ହେବ ଓ ତହିଁର 20 ସ୍ତମ୍ଭ ଓ 20 ଚୁଙ୍ଗି ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ତୁତା ନିମନ୍ତେ 50 ହସ୍ତ ପରଦା ଓ ତହିଁର 10 ସ୍ତମ୍ଭ ଓ 10 ଚୁଙ୍ଗି କରିବ। ପୁଣି ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ତୁତା 50 ହସ୍ତ ହେବ। ଏକ ପାର୍ଶ୍ୱରେ 15 ହସ୍ତ ପରଦା ଓ 3 ସ୍ତମ୍ଭ ଓ 3 ଚୁଙ୍ଗି ହେବ। ଆଉ ଅନ୍ୟ ପାର୍ଶ୍ୱରେ 15 ହସ୍ତ ପରଦା ଓ 3 ସ୍ତମ୍ଭ ଓ 3 ଚୁଙ୍ଗି ହେବ। ପୁଣି ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ରରେ ଶିଳ୍ପକର୍ମର ବିଶିଷ୍ଟ 20 ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର 4 ସ୍ତମ୍ଭ ଓ 4 ଚୁଙ୍ଗି ହେବ। ପୁଣି ପ୍ରାଙ୍ଗଣରେ ଚତୁର୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତହିଁର ଆଙ୍କଡ଼ା ରୂପାର ଓ ଚୁଙ୍ଗି ପିତ୍ତଳର ହେବ। ପ୍ରାଙ୍ଗଣ 100 ହସ୍ତ ଦୀର୍ଘ ଓ ସର୍ବତ୍ର 50 ହସ୍ତ ପ୍ରସ୍ଥ ଓ 5 ହସ୍ତ ଉଚ୍ଚ। ପୁଣି ସବୁବେଳା ଶୁଭ୍ର କ୍ଷମ ସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗି ହେବ। ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର ଓ ମେଖ ଓ ପ୍ରାଙ୍ଗଣର ସମସ୍ତ ମେଖ ପିତ୍ତଳର ହେବ। ଆଉ ନିତ୍ୟ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଶାଜିତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ ସନ୍ତାନମାନଙ୍କୁ ଆଜ୍ଞା ଦେବ। ଆଉ ସମାଗମ ତମ୍ବୁରେ ସାନ୍ଧ୍ୟ ସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ। ଏହା ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।